ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର 10ର ୟୁନିଟ୍ 2 ପରିବାରର ପ୍ରକାଶ ଫଙ୍କସନ୍ସ ଅଫ୍ ଫ୍ୟାମିଲି। ମାକାଇଭର ଏବଂ ପେଜ୍ ପରିବାରର ପ୍ରକାଶକୁ ଦୁଇ ଭାଗରେ ବିଭକ୍ତ କରୁଛନ୍ତି, ଯଥା ଅପରିହାର୍ଯ୍ୟ ପ୍ରକାଶ। ସେକେଣ୍ଡରେ କ'ଣ ଅଛି ନା ଅତିରିକ୍ତ ପ୍ରକାଶ। ପ୍ରଥମେ କ'ଣ ଦେଖିବା ନା ଅପରିହାର୍ଯ୍ୟ ପ୍ରକାଶ। ଅପରିହାର୍ଯ୍ୟ ପ୍ରକାଶ ମଧ୍ୟରେ କ'ଣ କ'ଣ ଯାଉଛି ନା ପ୍ରଥମେ ଅଛି ଯୌନ ଆବଶ୍ୟକତାର ତୃପ୍ତି ସାଧନ। ଯୌନ ତୃଷ୍ଣା ମେଣ୍ଟାଇବା ହେଉଛି ପରିବାରର ମୁଖ୍ୟ ପ୍ରକାଶ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରଥମ ସମ୍ପର୍କ ହେଉଛି ଯୌନ ସମ୍ପର୍କ। ମନୁ ଯୌନ ତୃପ୍ତି ସାଧନକୁ ମୁଖ୍ୟ ପ୍ରକାଶ ରୂପେ ଅଭିହିତ କରିଛନ୍ତି। ପରିବାର ଜୈବିକ ପ୍ରକାଶକୁ ସୁବିଧା ଦେଇ ପୁରୁଷ ଓ ନାରୀ ମଧ୍ୟରେ ସାଥୀ ଭାବ ଓ ସହଯୋଗୀ ମନୋବୃତ୍ତି ଆଣିଥାଏ। ଏହା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଥିବା ଆଜୀବନ ଘନିଷ୍ଠ ସମ୍ପର୍କକୁ ଦୃଢ଼ୀଭୂତ କରିଥାଏ। ଯଦିଓ ଯୌନ ଅନ୍ତର୍ବୃତ୍ତିକୁ ଦମନ କରିଦିଆଯାଏ, ତାହେଲେ ଏହା ବ୍ୟକ୍ତିତ୍ୱ କୁସଂଯୋଜନ ସୃଷ୍ଟି କରିଥାଏ ଓ ସାମାଜିକ ସମ୍ପର୍କକୁ ଛିନ୍ନ ବିଚ୍ଛିନ୍ନ କରିଦିଏ। ସେକେଣ୍ଡ କ'ଣ ଅଛି ନା ପ୍ରଜନନ। ବଂଶବୃଦ୍ଧି ହେଉଛି ବିବାହର ଏକ ମୁଖ୍ୟ ଲକ୍ଷ୍ୟ। ବଂଶରକ୍ଷା ଉଦ୍ଦେଶ୍ୟରେ ବିବାହକୁ ପ୍ରଧାନ ସ୍ଥାନ ଦିଆଯାଇଛି। କୁଳରକ୍ଷା ପୁତ୍ର ସନ୍ତାନ ଜନ୍ମ ଉପରେ ନିର୍ଭର କରେ। ବିବାହ ପରେ ସନ୍ତାନ ଉତ୍ପତ୍ତି, ବିଶେଷତଃ ପୁତ୍ର ସନ୍ତାନ ଜନ୍ମକୁ ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେଣୁ କୁହାଯାଇଛି ଯେ ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା, ଅର୍ଥାତ୍ ପୁତ୍ର ଲାଭ ପାଇଁ ସ୍ତ୍ରୀ ଅଣାଯାଏ। ତେଣୁ ପୁତ୍ର ସନ୍ତାନ ଜାତ ନ ହେବା ଯାଏଁ ପୁରୁଷର ଏକାଧିକ ବିବାହ ଓ ବହୁପତ୍ନୀ ବିବାହକୁ ଧର୍ମାନୁମୋଦିତ ପ୍ରଥା ରୂପେ ସମାଜ ବ୍ୟବସ୍ଥାରେ ସ୍ୱୀକାର କରାଯାଇଛି। ତାପରେ କ'ଣ ଅଛି ନା ସନ୍ତାନମାନଙ୍କର ଯତ୍ନ। ଶିଶୁର ନିରାପତ୍ତା ଏବଂ ତା'ର ଲାଳନ ପାଳନ ହେଉଛି ପରିବାରର ଅନ୍ୟ ଏକ ମୁଖ୍ୟ ପ୍ରକାଶ। ମାନବ ଶିଶୁ ଅସହାୟ ଏବଂ ଦୁର୍ବଳ ଅବସ୍ଥାରେ ଜନ୍ମ ନେଇଥାଏ। ତା'ର ଲାଳନ ପାଳନ ଭାର ପରିବାର ଉପରେ ପଡ଼ିଥାଏ। ପରିବାର କେବଳ ଶିଶୁର ଯତ୍ନ ନେଇନଥାଏ, ଏହା ମଧ୍ୟ ସନ୍ତାନ ସମ୍ଭାବ୍ୟ ସ୍ତ୍ରୀକୁ ଉପଯୁକ୍ତ ଔଷଧ, ଚିକିତ୍ସା ଏବଂ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦିଏ। ଗର୍ଭସ୍ଥ ଶିଶୁର ଯତ୍ନ ନେଇଥାଏ। ଯତ୍ନ ପରେ ମା ମରିଗଲେ ପରିବାର ପିଲାର ଲାଳନ ପାଳନ ଭାର ଗ୍ରହଣ କରିଥାଏ। ତାପରେ କ'ଣ ଅଛି ନା ଗାର୍ହସ୍ଥ୍ୟ ଜୀବନ। ବିବାହ ପରେ ସ୍ୱାମୀ ସ୍ତ୍ରୀ ବାସଗୃହରେ ବାସ କରିଥାନ୍ତି। ଏଠାରେ ସନ୍ତାନ ଜନ୍ମ ନିଏ ଏବଂ ତା'ର ଲାଳନ ପାଳନ କରାଯାଇଥାଏ। ସମସ୍ତେ ପରିବାରରେ ଏକତ୍ର ବାସ କରିବା ଦ୍ୱାରା ପରସ୍ପର ମଧ୍ୟରେ ଆନ୍ତରିକତା, ସ୍ନେହ, ଆନୁଗତ୍ୟ, ପ୍ରେମ ଓ ସହଯୋଗିତା ଦେଖାଯାଇଥାଏ। ବ୍ୟକ୍ତି ଦିନରେ ଅକ୍ଲାନ୍ତ ପରିଶ୍ରମ କରି ରାତ୍ରିରେ ନିଜ ସ୍ତ୍ରୀ ସନ୍ତାନମାନଙ୍କ ଗହଣରେ ନିଜର କ୍ଳାନ୍ତି ଦୂର କରିଥାଏ। ପରିବାର ହେଉଛି ସୁଖ ଦୁଃଖର ସାଥୀ, ପାରସ୍ପରିକ ସହଯୋଗ ଓ ସହନଶୀଳତାର ତାଲିମ କେନ୍ଦ୍ର। ସେକେଣ୍ଡରେ କ'ଣ ଅଛି ନା ଅତିରିକ୍ତ ପ୍ରକାଶ। ଅତିରିକ୍ତ ପ୍ରକାଶ ଭିତରେ କ'ଣ କ'ଣ ଯାଉଛି ନା ପ୍ରଥମେ ଅଛି ଅର୍ଥନୈତିକ ପ୍ରକାଶ। କ'ଣ ଅର୍ଥନୈତିକ ପ୍ରକାଶ କ'ଣ ନା ପରିବାର ଏହାର ସଦସ୍ୟମାନଙ୍କ ସର୍ବନିମ୍ନ ଅର୍ଥନୈତିକ ଚାହିଦା ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ବାସଗୃହ ଆବଶ୍ୟକତାକୁ ପୂରଣ କରିଥାଏ। ପରିବାରକୁ ଚଳାଇବା ପାଇଁ ପ୍ରତ୍ୟେକ ସଦସ୍ୟଙ୍କର ଦାୟିତ୍ୱ ଥାଏ ଏବଂ ପ୍ରତ୍ୟେକ ସହଯୋଗ ରକ୍ଷା କରିଥାନ୍ତି। ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଶ୍ରମ ବିଭାଜନ ଦେଖାଯାଇଥାଏ। ସ୍ତ୍ରୀମାନେ ଘରର ଅର୍ଥାତ୍ ଘର ଭିତରର କାର୍ଯ୍ୟ କରିଥାନ୍ତି ଏବଂ ପୁରୁଷମାନେ ଘର ବାହାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେକେଣ୍ଡରେ କ'ଣ ଅଛି ନା ଧାର୍ମିକ ପ୍ରକାଶ। ପରିବାର ହେଉଛି ଧାର୍ମିକ କାର୍ଯ୍ୟଗୁଡ଼ିକର ତାଲିମ କେନ୍ଦ୍ର। ପରିବାରରେ ବହୁ ଧର୍ମ ସମ୍ବନ୍ଧୀୟ ପୂଜା ଉପାସନା ପାଳନ କରାଯାଇଥାଏ। ପିଲାମାନେ ପିତାମାତାଙ୍କ ଠାରୁ ବହୁ ଧାର୍ମିକ ଗୁଣ ଶିକ୍ଷା କରିଥାନ୍ତି। ପରିବାର ଦ୍ୱାରା ଧାର୍ମିକ ବିଶ୍ୱାସ ଅଭ୍ୟାସ ଗୋଟିଏ ପୁରୁଷରୁ ଅନ୍ୟ ପୁରୁଷକୁ ପାଖକୁ ହସ୍ତାନ୍ତର ହୋଇଥାଏ। ତାପରେ କ'ଣ ଅଛି ନା ସ୍ୱାସ୍ଥ୍ୟଗତ ପ୍ରକାଶ। ପରିବାର ଉଭୟ ଛୁଆ ପିଲା ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କ ଯତ୍ନ ନେଇଥାଏ। ଏହା ରୋଗୀକୁ ସେବା କରିବା ଏବଂ ତାକୁ ଉପଯୁକ୍ତ ଔଷଧ ଦେବା କାର୍ଯ୍ୟକୁ ତୁଲାଇଥାଏ। ତାପରେ କ'ଣ ଅଛି ନା ଶିକ୍ଷାଗତ ପ୍ରକାଶ। ଶିଶୁକୁ ଶିକ୍ଷା ଦେବା ଦାୟିତ୍ୱ ପରିବାର ଭିତରେ ପିତାମାତାଙ୍କ ଯତ୍ନରେ ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥାଏ। ଏଠାରେ ଶିଶୁ ଭାଷା ଏବଂ ଭଦ୍ରତା ଶିକ୍ଷା କରେ। ପରିବାର ନିଜର ମୌଳିକ ବୃତ୍ତି ବିଷୟରେ ଶିକ୍ଷା ଦେଇଥାଏ। ଏହି ଶିକ୍ଷାର ପ୍ରଭାବ ସେମାନଙ୍କୁ ଭବିଷ୍ୟତରେ ଏକ ସୁସ୍ଥ ସାମାଜିକ ଜୀବନଯାପନ ପାଇଁ ସାହାଯ୍ୟ କରେ। ଲାଷ୍ଟରେ କ'ଣ ଅଛି ନା ସାଂସ୍କୃତିକ ପ୍ରକାଶ। ପରିବାର ବିଭିନ୍ନ ପ୍ରକାର ସାଂସ୍କୃତିକ ଅଂଶକୁ ସଂରକ୍ଷଣ କରିଥାଏ। ବ୍ୟକ୍ତି ପରିବାରରୁ ସଂସ୍କୃତିକୁ ଆହରଣ କରିଥାଏ ଏବଂ ପରବର୍ତ୍ତୀ ବଂଶଧାରଙ୍କୁ ଏହା ସ୍ଥାନାନ୍ତରିତ ହୋଇଥାଏ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ ଏବଂ ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।